ଆଜି ଆମେ ଜାଣିବାକୁ ଯାଉଛୁ ଦଶହରାର 10 ଦିନର 10 କଥା ଓ 10 ଦିନର ସେହି 10 ଦେବୀ ଦେବତାଙ୍କ ପୂଜା, ଯାହା ନବରାତ୍ରିର 9 ଦିନ ଓ ଦଶମୀ ଦିନ ସହିତ ଜଡ଼ିତ। ଏହା ମା ଦୁର୍ଗାଙ୍କ ବିଭିନ୍ନ ରୂପ କିମ୍ବା ରାମାୟଣ ଓ ଅନ୍ୟାନ୍ୟ ପୌରାଣିକ କାହାଣୀ ସହିତ ସମ୍ପର୍କିତ। ଚାଲନ୍ତୁ ବିଳମ୍ବ ନକରି ନବରାତ୍ରିର ପ୍ରଥମ ଦିନରୁ ଆରମ୍ଭ କରିବା। ନବରାତ୍ରିର ପ୍ରଥମ ଦିନରେ ମା ଶୈଳପୁତ୍ରୀଙ୍କ ପୂଜା ହୁଏ। ସେ ପର୍ବତରାଜ, ହିମାଳୟଙ୍କ କନ୍ୟା ଓ ଶକ୍ତିର ପ୍ରତୀକ। ତାଙ୍କ ଜନ୍ମ ଓ ଶିବଙ୍କ ସହ ବିବାହର କାହାଣୀ ଏକ ଲୋକପ୍ରିୟ କଥା। ଦ୍ୱିତୀୟ ଦିନରେ ମା ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଏ। ତାଙ୍କର ତପସ୍ୟା ଓ ଶିବଙ୍କୁ ପ୍ରାପ୍ତି କରିବା ପାଇଁ କଠୋର ସାଧନାର କାହାଣୀ ଶ୍ରଦ୍ଧାଳୁଙ୍କୁ ପ୍ରେରଣା ଦିଏ। ତୃତୀୟ ଦିନ ମା ଚନ୍ଦ୍ରଘଣ୍ଟାଙ୍କ ପୂଜା ହୁଏ। ତାଙ୍କର ନାମ ମସ୍ତକରେ ଚନ୍ଦ୍ର ଆକୃତିରୁ ଆସିଛି, ଯାହା ଶାନ୍ତି ଓ ଶକ୍ତିର ପ୍ରତୀକ। ତାଙ୍କ ଅସୁର ସଂହାରର କାହାଣୀ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଚତୁର୍ଥ ଦିନରେ ମା କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ। ସେ ବିଶ୍ୱର ସୃଷ୍ଟିକର୍ତ୍ତା ବୋଲି ବିଶ୍ୱାସ କରାଯାଏ। ତାଙ୍କର ସୌରଶକ୍ତି ଓ ସୃଷ୍ଟିର କାହାଣୀ ଏକ ଗୁରୁତ୍ୱପୂର୍ଣ୍ଣ କଥା। ପଞ୍ଚମ ଦିନରେ ମା ସ୍କନ୍ଦମାତା, ଯିଏ କାର୍ତ୍ତିକେୟଙ୍କ ମାତା, ତାଙ୍କୁ ପୂଜା କରାଯାଏ। ତାଙ୍କର ମାତୃତ୍ୱ ଓ ଶକ୍ତିର କାହାଣୀ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରେ। ଷଷ୍ଠ ଦିନରେ ମା କାର୍ତ୍ତିକେୟଙ୍କ ପୂଜା ହୁଏ। ଷଷ୍ଠ ଦିନରେ ମା କାତ୍ୟାୟନୀଙ୍କ ପୂଜା ହୁଏ। ସେ ମହିଷାସୁରର ସଂହାରକାରୀ ଓ ଯୁଦ୍ଧରେ ଅଜୟୀ। ତାଙ୍କ ବୀରତ୍ୱର କାହାଣୀ ଦଶହରାର ଏକ ଅଂଶ। ସପ୍ତମ ଦିନରେ ମା କାଳରାତ୍ରିଙ୍କ ପୂଜା ହୁଏ। ସେ ଅନ୍ଧକାର ଓ ଭୟକୁ ନଷ୍ଟ କରନ୍ତି। ତାଙ୍କ ଉଭୟଙ୍କ ରୂପର କାହାଣୀ ଶ୍ରଦ୍ଧାଳୁଙ୍କ ମନରେ ଭକ୍ତି ଜାଗ୍ରତ କରେ। ଅଷ୍ଟମ ଦିନରେ ମା ମହାଗୌରୀଙ୍କ ପୂଜା ହୁଏ। ତାଙ୍କର ସୁଶ୍ରୁତା ଓ ଶାନ୍ତିର କାହାଣୀ ଶ୍ରଦ୍ଧାଳୁଙ୍କୁ ପ୍ରେରଣା ଦିଏ। ନବମ ଦିନରେ ମା ସିଦ୍ଧିଦାତ୍ରୀଙ୍କ ପୂଜା ହୁଏ। ସେ ସମସ୍ତ ସିଦ୍ଧି ଓ ଜ୍ଞାନର ଦାତ୍ରୀ। ତାଙ୍କ କାହାଣୀ ଆଧ୍ୟାତ୍ମିକ ଉନ୍ନତିର ପ୍ରତୀକ। ଦଶମ ଦିନରେ ଦଶହରା ପାଳନ କରାଯାଏ, ଯେଉଁଥିରେ ରାମାୟଣର ରାମଙ୍କ ରାବଣ ଉପରେ ବିଜୟକୁ ସ୍ମରଣ କରାଯାଏ। ରାବଣର 10 ମୁଣ୍ଡର 10 ପାପର ପ୍ରତୀକ, ଯଥା କ୍ରୋଧ, କାମ, ଲୋଭ, ମୋହ, ଅହଙ୍କାର ଆଦି। ଓଡ଼ିଶାରେ ରାମଲୀଳା ଓ ରାବଣ ପୋଡ଼ି ଏହି ଦିନର ମୁଖ୍ୟ ଆକର୍ଷଣ।